ଆପଣଙ୍କ ଇନଷ୍ଟା ଆଇଡିର ପାସୱାର୍ଡ ଭୁଲି ଯାଇଛନ୍ତି କି? କିମ୍ବା ଆପଣଙ୍କ ପାଖରେ ସେହି ଫୋନ୍ ନମ୍ବର ନାହିଁ କିମ୍ବା ଇମେଲ୍ ଆଇଡି ନାହିଁ? ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ମୁଁ ଆପଣଙ୍କୁ ଏମିତି ଏକ ତରିକା କହିବି ଯାହାଦ୍ୱାରା ବିନା କୌଣସି ଓଟିପିରେ ନିଜର ପୁରୁଣା ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିପାରିବେ। ନମସ୍କାର ବନ୍ଧୁଗଣ, ମୁଁ ଆପଣଙ୍କର କ୍ରିଷ୍ଣା। ଆପଣ ଦେଖୁଛନ୍ତି ଟେକ୍ ମାଇ ଟେକ୍। ଯଦି ଆପଣ ମୋ ଚ୍ୟାନେଲରେ ନୂଆ ହେଇଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଘଣ୍ଟି ଉପରେ କ୍ଲିକ୍ କରି ଅଲ୍ ପ୍ରେସ୍ କରନ୍ତୁ। ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବି ତାର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତ ଚାଲନ୍ତୁ ଡେରି ନ କରି ଭିଡ଼ିଓକୁ ଆରମ୍ଭ କରିବା। ତ ପ୍ରଥମେ ଆପଣ କ'ଣ କରିବେ ନା ଆପଣ ଇନଷ୍ଟାଗ୍ରାମ ଆପ୍ସ ଓପନ୍ କରିବେ। ପ୍ରୋଫାଇଲ୍ ଲୋଗୋ ଉପରେ ଏମିତି ଟଚ୍ କରି ରଖିବେ। ଆଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ଏହା ଉପରେ କ୍ଲିକ୍ କରିବେ। ତାପରେ ଲଗ୍ଇନ୍ ଏକ୍ସଚେଞ୍ଜ ଆକାଉଣ୍ଟ ତାପରେ ପୁଣି କ୍ଲିକ୍ କରିଦେବେ। ତାପରେ ଏଠି ଆପଣଙ୍କ ୟୁଜ୍ ଆନାଦର ପ୍ରୋଫାଇଲ୍ ଉପରେ କ୍ଲିକ୍ କରିଦେବେ। ଏବେ ଆପଣଙ୍କର ଇନଷ୍ଟାଗ୍ରାମର ଫୋନ୍ ନମ୍ବରଟି ଆପଣଙ୍କର ପାଖରେ ନାହିଁ କି ଜିମେଲ୍ ଆଇଡି ନାହିଁ, ଆପଣ ଫରଗେଟ୍ ପାସୱାର୍ଡ଼ ଉପରେ କ୍ଲିକ୍ କରିଦେବେ। ଇନଷ୍ଟାଗ୍ରାମ ଆକାଉଣ୍ଟ ଏହା ଉପରେ କ୍ଲିକ୍ କରିବେ। ଆପଣଙ୍କର ଏମିତି ଯଦି ପ୍ରୋସେସ୍ ଦେଖାଉଛି ତା ଉପରେ କ୍ଲିକ୍ କଲେ ଏଇଠି ଆପଣ କ'ଣ କରିବେ, ଟୋଟାଲି ଆପଣ ବ୍ୟାକ୍ ଆସିଯିବେ। ଦେଖନ୍ତୁ ଗୁଗୁଲ୍ ଉପରେ କ୍ଲିକ୍ କରିବେ। ଏଇଠି ଆପଣ କ'ଣ ଲେଖିବେ, ମାଇ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍, ଏ କ୍ଲିକ୍ କରିବେ। ଯେଉଁ ଫାଷ୍ଟ ସାଇଟ୍ ଆସିବ ତା ଉପରେ ଆପଣ କ୍ଲିକ୍ କରିବେ। ତ ଏଇଠି ଆପଣଙ୍କର ଯେଉଁ ଫ୍ରେଣ୍ଡସ୍ ଆପଣଙ୍କୁ ଫଲୋ କରିଥିବେ ସେଇଠି ଆପଣ ଫ୍ରେଣ୍ଡସ୍କୁ ପଚାରିକି ଆପଣ ୟୁଜର୍ ନେମ୍ଟି ଆପଣ କପି କରିନେବେ। ଏଠି ଆପଣ ୟୁଜର୍ ନେମ୍ ଦେବେ, ନେକ୍ସଟ ଉପରେ କ୍ଲିକ୍ କରିଦେବେ। ଏଠି ଆପଣ ଦେଖନ୍ତୁ ଏଠି କ'ଣ ଲେଖିଛନ୍ତି, କନଫର୍ମ ୟୋର ଆଇଡେଣ୍ଟି ହ୍ୱାଇଟ୍ ଏ ଭିଡ଼ିଓ ସେଲ୍ଫି। ଆପଣଙ୍କର ଯଦି 30 ଦିନ ଭିତରେ ଯଦି ଆପଣଙ୍କର ଇନଷ୍ଟାଗ୍ରାମ ଆଇଡି ଡିଲେଟ୍ ହେଇଯାଏ ବି ତାହେଲେ ଆପଣ ସେଲ୍ଫି ଦେଇକରି ଆପଣଙ୍କର ଇନଷ୍ଟାଗ୍ରାମ ଆଇଡିକୁ ପୁଣି ଥରେ ଆପଣ ବ୍ୟାକ୍ କରିପାରିବେ, ରିକଭର କରିପାରିବେ ବା ଲଗ୍ଇନ୍ କରିପାରିବେ। ଏଠି ଆପଣ ଦେଖନ୍ତୁ ନେକ୍ସଟ ଉପରେ କ୍ଲିକ୍ କରିବେ। ଯେତେବେଳେ ଆପଣ ନେକ୍ସଟ ଉପରେ କ୍ଲିକ୍ କରିବେ ତ ଆପଣଙ୍କର ସେଲ୍ଫି ଫଟୋ ଆପଣଙ୍କୁ ଦେବାକୁ ପଡ଼ିବ। ଦେଖନ୍ତୁ କୌଣସି ଓଟିପି ଲାଗିବନି, ଓନ୍ଲି ଆପଣ ସେଲ୍ଫି ଫଟୋ ଦେଇକରି ଆପଣ କରିପାରିବେ। ଷ୍ଟାର୍ଟ ସେଲ୍ଫି ଉପରେ କ୍ଲିକ୍ କରିବେ। ଦେଖନ୍ତୁ ଏମିତି ଆପଣ କରିବେ, ଏମିତି ଆପଣ କରିବେ, ସେ ଯେଉଁଭଳିଆ କହିବେ ସେଭଳିଆ କରିବେ ଆପଣ। ଦେଖନ୍ତୁ ଯେଉଁଭଳିଆ କହିବେ ସେଭଳିଆ ଆପଣ କରିବେ। ପୁଣି ଏମିତି କରିବେ। ଦେଖନ୍ତୁ ପୁଣି ଏମିତି କରିବେ। ଆପଣଙ୍କର ସେଲ୍ଫିଟି କନଫର୍ମ ଏମିତି କରିଦେବେ। ଫ୍ରେଣ୍ଡସ୍ ଆପଣ ଲାଇକ୍ କରିବେ, ସେୟାର କରିବେ। ରିଭ୍ୟୁ ୟୋର ସେଲ୍ଫି ମାନେ ଆପଣଙ୍କର ସେଲ୍ଫିଟି 1 to 2 ମିନିଟ୍ ପ୍ଲିଜ୍ କହିଛନ୍ତି, ଆପଣଙ୍କୁ ୱେଟ୍ କରିବା ପାଇଁ କହିଛନ୍ତି। ତ ଆପଣଙ୍କର ସେଲ୍ଫିଟି ଆକ୍ଟିଭ୍ ହେଇଯିବ। ଆକ୍ଟିଭ୍ ହେଇଗଲେ ଆପଣ ଯେତେବେଳେ ଆପଣ ସେଲ୍ଫି ଦେଇକରି ଆପଣଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ରିକଭର ବା ଲଗ୍ଇନ୍ କରିପାରିବେ। ଚେଞ୍ଜ ପାସୱାର୍ଡ଼ ମାନେ ଆପଣଙ୍କର ଯେଉଁ ପାସୱାର୍ଡ଼ଟି ମନେ ଥିଲାନି, ଆପଣ ଭୁଲି ଯାଇଥିଲେ, ଆପଣ ଏଇଠି କ'ଣ କରିବେ ନା ଆପଣଙ୍କର ଷ୍ଟ୍ରଙ୍ଗ ପାସୱାର୍ଡ଼ ଆପଣ ଦେବେ, ଯେଉଁଟାକି ଆପଣଙ୍କର ସବୁବେଳେ ମନରେ ଥିବେ ସେଇଟା ଆପଣ ଦେବେ। ତ ପାସୱାର୍ଡ଼ ଦେଇଦେବେ। ତାପରେ ଆପଣ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ। ଯେତେବେଳେ ଆପଣ ଏଠି କଣ୍ଟିନ୍ୟୁ ଉପରେ କ୍ଲିକ୍ କରିଦେବେ, ଏବେ ଆପଣ ଦେଖିବେ ଆପଣଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟଟି, ମୋର ପୁରୁଣା ଇନଷ୍ଟାଗ୍ରାମଟି ବିନା ଓଟିପିରେ ଖୋଲିଗଲା। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ସାହାଯ୍ୟ କରିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କୁ ହ୍ୱାଟ୍ସଆପ୍ ଫେସବୁକ୍ରେ ସେୟାର କରନ୍ତୁ। ଅଧିକ ଜାଣିବା ପାଇଁ କମେଣ୍ଟ ଜଣାନ୍ତୁ। ରହୁଛି, ଧନ୍ୟବାଦ।